ଲାଇଟ୍ ହାଉସ୍ ନିକଟ ସମୁଦ୍ର କୂଳରେ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ ଆସୋସିଏସନ୍ ଭୁବନେଶ୍ୱର ଆନୁକୂଲ୍ୟରେ ଓଡ଼ିଶା କ୍ଲାଇମେଟ୍ ଚେଞ୍ଜ ଆକ୍ସନ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମେରିକାର ଦୁଇ ବୈଜ୍ଞାନିକ ରସାୟନ ବିଜ୍ଞାନୀ ପ୍ରଫେସର ନୀଲ ଫିଲିପ ଓ ପରିମିତା ସେନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଫିଲିପ ପରିବେଶରେ ପ୍ଲାଷ୍ଟିକର ବ୍ୟବହାରର ନକାରାତ୍ମକ ପ୍ରଭାବ ସମ୍ବନ୍ଧରେ ନିଜ ଅଭିଭାଷଣ ରଖିଥିଲେ। ସ୍ୱାଗତ ସଙ୍ଗୀତ ଓଡ଼ିଶୀ ନୃତ୍ୟ ପରେ ଘୋଡ଼ାବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଅତିଥିମାନଙ୍କ ପରିଚୟ ରଖିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଭିମନ୍ୟୁ ଭୂୟାଁ ଅତିଥିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଶିଶୁ ବିଦ୍ୟା ମନ୍ଦିର ଯୁକ୍ତ 2 ବିଜ୍ଞାନ ଜ୍ଞାନ ମନ୍ଦିରର ଶିଶୁମାନଙ୍କ ଓ SOA ବିଶ୍ୱବିଦ୍ୟାଳୟର ପ୍ରାୟ 300 ବିଦ୍ୟାର୍ଥୀମାନଙ୍କ ସହ ଅନେକ ସମାଜସେବୀ ସମୁଦ୍ରକୂଳ ସଫେଇ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ ଆସୋସିଏସନ୍ ଭୁବନେଶ୍ୱର କନଭେନର ଡକ୍ଟର SKS ପରାଶରଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ଆଚାର୍ଯ୍ୟଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ ଆସୋସିଏସନ୍ ଭୁବନେଶ୍ୱର କନଭେନର ଡକ୍ଟର SKS ପରାଶରଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା ଓ ଆଚାର୍ଯ୍ୟଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା। ବ୍ୟୁରୋ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।